ବନ୍ଦେ ଉତ୍କଳ ଜନନୀ ସଂସ୍କୃତ ଜ୍ଞାନ ପ୍ରଦୀପ ଚ୍ୟାନେଲ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ। ଚଳିତ ମାଟ୍ରିକ ପରୀକ୍ଷା ପାଇଁ ଆମେ ଆଜି ସଂସ୍କୃତ ଆଲୋଚନା କରିବା। ସର୍ବପ୍ରଥମେ ଆମର ଗଦ୍ୟ ହେଉଛି ଗଦ୍ୟ ବିଭାଗ 4ଟି ବିଷୟ। ଯୋଉ 4ଟି ବିଷୟ ସୁଶିଷ୍ୟ ଉପବନୁ, ସିଂହ ସୁଗାଳ ଶିଶୁ କଥା, ଭୌତିକ ପର୍ଯ୍ୟାବରଣ, ସ୍ୱାମୀ ବିବେକାନନ୍ଦ। ଇଏ ଗଦ୍ୟ ବିଭାଗ। ଏଇ ଗଦ୍ୟ ବିଭାଗରେ 4ଟି ବିଷୟବସ୍ତୁ ଅଛି। ଏକାଙ୍କିକା ବିଭାଗ ଶିଶୁ ବାତ୍ସଲ୍ୟମ୍, ସେହିପରି ପଦ୍ୟ ବିଭାଗ। ପଦ୍ୟ ବିଭାଗରେ 2ଟି ବିଷୟ ଅଛି। ଶୀତୟା ବନଗମନମ୍, ଯୁଧିଷ୍ଠିର ଯକ୍ଷ ସମ୍ବାଦ। ଅନୁଚ୍ଛେଦ ବିଭାଗ 10ଟି ଅନୁଚ୍ଛେଦ ମଧ୍ୟ ଆମର ରହିଅଛି। ସୁଶିଷ୍ୟ ଉପବନୁ ମହାଭାରତର ଆସ ଗ୍ରନ୍ଥରୁ ଆସିଅଛି। ଏହାକୁ ମହର୍ଷି ବ୍ୟାସଦେବ ରଚନା କରିଛନ୍ତି। ସିଂହ ସୁଗାଳ ଶିଶୁ କଥା ପଞ୍ଚତନ୍ତ୍ର ରୁ ଆସିଅଛି। ଏହାକୁ ପଣ୍ଡିତ ପ୍ରବୀଣ ବିଷ୍ଣୁ ଶର୍ମା ରଚନା କରିଛନ୍ତି। ଭୌତିକ ପର୍ଯ୍ୟାବରଣମ୍, ଇଏ ଅମରକୋଷରୁ ଆସିଛି ଏବଂ ପରିବେଶ। ସ୍ୱାମୀ ବିବେକାନନ୍ଦ। ଇଏ ହେଉଛି 4ଟି ବିଷୟ ଗଦ୍ୟ ବିଭାଗ। ପଦ୍ୟ ବିଭାଗ ଶୀତୟା ବନଗମନମ୍, ଆର ରଚୟିତା ଆଦିକବି ବାଲ୍ମୀକି। ରାମାୟଣରୁ ଶୀତୟା ବନଗମନ ଆସିଅଛି। ଯୁଧିଷ୍ଠିର ଯକ୍ଷ ସମ୍ବାଦ ମହାଭାରତର ବନ ପର୍ବରୁ ଆସିଅଛି। ଏଇ ମହାଭାରତକୁ ମହର୍ଷି ବ୍ୟାସଦେବ ରଚନା କରିଛନ୍ତି। ଆମର ଏକାଙ୍କିକା ବିଭାଗ ଶିଶୁ ବାତ୍ସଲ୍ୟମ୍, ଆକୁ କବି ମହାକବି କାଳିଦାସ ଅଭିଜ୍ଞାନ ସଂକୀର୍ତ୍ତନମ୍ ଗ୍ରନ୍ଥକୁ ରଚନା କରିଛନ୍ତି। ଆମର ପଦ୍ୟ 4ଟି ବିଷୟ, ଗଦ୍ୟ 4ଟି ବିଷୟ, ପଦ୍ୟ 2ଟି ବିଷୟ, ଏକାଙ୍କିକା ଗୋଟିଏ, ଅନୁଚ୍ଛେଦ ହେଉଛି 10ଟି। ଗଦ୍ୟ ବିଭାଗରୁ 2ଟି ଲଙ୍ଗ କୋଶ୍ଚିନ୍ ଆସିବ।
ଚାରୋଟି ବିଷୟରୁ ଚାରୋଟି କ୍ୱେଶ୍ଚିନ୍ ଆସିବ। ଆମେ ତା ମଧ୍ୟରୁ ଆମେ ଦୁଇଟି କରିବା। ସ୍ୱମାତୃଭାଷାୟା ଦୁଇଟି କରିବା, ଗୋଟାକ 5 ମାର୍କ ଲେଖା, ଦୁଇଟି କରିବା 10 ମାର୍କ। ସେହିପରି ପଦ୍ୟ ବିଭାଗରୁ ଆମର ଚାରୋଟି କ୍ୱେଶ୍ଚିନ୍ ଆସିବ। ଚାରୋଟି କ୍ୱେଶ୍ଚିନ୍‌ରୁ ଆମେ ସ୍ୱମାତୃଭାଷାୟା ଲଙ୍ଗ କ୍ୱେଶ୍ଚିନ୍ ଆମେ ଦୁଇଟା କରିବା, ଗୋଟାକ 5 ମାର୍କ ଲେଖା, ଦୁଇଟି କରିବା 10 ମାର୍କ। ଆମେ ବାକ୍ୟ ଗଠନ ଆମେ 8ଟି କରିବା। 8ଟିରୁ ଆମେ 5ଟି ଉତ୍ତର ଦେବା, ଗୋଟାକ 2 ମାର୍କ। 5ଟିରେ ଆମେ ଉତ୍ତର ଦେଲେ ଆମେ 10 ମାର୍କ ପାଇବା। ସେହିପରି ଓଡ଼ିଆ ଅନୁବାଦକୁ ସଂସ୍କୃତରେ କରିବା, ଟ୍ରାନ୍ସଲେସନ୍ 8ଟି ଆସିଥିବ, ଆମେ 5ଟି କରିବା। ସେ ମଧ୍ୟ ଆମର ଗୋଟିକ 2 ମାର୍କ, 5ଟି ଗଲେ 10 ମାର୍କ। ଆମର ଲଙ୍ଗ କ୍ୱେଶ୍ଚିନ୍ ବିଭାଗ ହେଉଛି 50 ମାର୍କ ଏବଂ ସର୍ଟ କ୍ୱେଶ୍ଚିନ୍ ହେଉଛି ଆମର 50 ମାର୍କ। ଗଦ୍ୟ, ପଦ୍ୟ, ଏକାଙ୍କିଆ ରୁ ସର୍ଟ କ୍ୱେଶ୍ଚିନ୍ ପଡ଼ିବ। ତା ବ୍ୟତୀତ ଗଦ୍ୟ, ପଦ୍ୟରୁ 5 ମାର୍କ ସକାରଣ ବିଭକ୍ତି ପଡ଼ିବ। 5 ମାର୍କ ଗଦ୍ୟ ପଦ୍ୟରୁ ସନ୍ଧି ପଡ଼ିବ। 5 ମାର୍କ ସମାସ ପଡ଼ିବ ଏବଂ 5 ମାର୍କ ପ୍ରକୃତି ପ୍ରତ୍ୟୟ ପଡ଼ିବ। ଏବଂ ସଂସ୍କୃତ ବ୍ୟାକରଣ ବହିରୁ 5ଟି ସ୍ତ୍ରୀ ପ୍ରତ୍ୟୟ ପଡ଼ିବ। ଆମେ 5ଟି ସ୍ତ୍ରୀ ପ୍ରତ୍ୟୟ କରିବା। ଏହିପରି ଆମକୁ ଅନୁଧ୍ୟାନ କରିବାକୁ ପଡ଼ିବ ଯେ ସନ୍ଧି, ସକାରଣ ବିଭକ୍ତି, ସମାସ, ପ୍ରକୃତି ପ୍ରତ୍ୟୟ, ସ୍ତ୍ରୀ ପ୍ରତ୍ୟୟ ଏଗୁଡ଼ିକୁ ଆମେ ଭଲ ରୂପେ ଅଧ୍ୟୟନ କରିବା, ପଢ଼ିବା। ତାପରେ ଆମେ ସକାରଣ ବିଭକ୍ତି ମନେକର ପରୀକ୍ଷାରେ ପଡିଛି କୂଟେ, ତାକୁ ଆମେ ଅଧିକରଣେ ସପ୍ତମୀ କରିବା। ହେଉଛି ସକାରଣ ବିଭକ୍ତି ନିର୍ଣ୍ଣୟ କରୁ। ଆମର ସନ୍ଧି 5 ମାର୍କ ପଡିବ।
ସନ୍ଧି 5 ମାର୍କ ପଡିବ। ଆମେ ବିଦ୍ୟାଳୟମ୍ ବିଦ୍ୟା ଯୁକ୍ତ ଆଳୟମ୍ ସନ୍ଧି କରିବା। ସମାସ ଯମାଳୟମ୍ ଯମସ୍ୟ ଆଳୟମ୍ ଷଷ୍ଠୀ ତତ୍ପୁରୁଷ ସମାସ। ପ୍ରକୃତି ପ୍ରତ୍ୟୟ ଗନ୍ତବ୍ୟମ୍ ଗମ୍ ଯୁକ୍ତ ତବ୍ୟ ଗନ୍ତବ୍ୟମ୍। ସେହିପରି ସ୍ତ୍ରୀ ପ୍ରତ୍ୟୟ ଗୋପସ୍ୟ ଜାତୀୟା ସ୍ତ୍ରୀ ଗୋପା। ସୂର୍ଯ୍ୟସ୍ୟ ଦେବୀ ସ୍ତ୍ରୀ ସୂର୍ଯ୍ୟା। ସୂର୍ଯ୍ୟସ୍ୟ ମାନବୀ ସ୍ତ୍ରୀ ସୂରୀ। ବାକ୍ୟ ଗଠନ ଆମେ 8ଟି ଆସିଥିବ, ଆମେ 5ଟି କରିବା। ପ୍ରକୃତ୍ୟା এটা ଯୋଉ ପ୍ରକୃତ୍ୟା ଧି ତୃତୀୟା ପରୀକ୍ଷାରେ ଆସିଛି। ପ୍ରକୃତ୍ୟା ଦୁଗ୍ଧଂ ପ୍ରକୃତ୍ୟା ମଧୁରମ୍ ପରୀକ୍ଷାରେ ଆସିଥିବ। ରୋଚତେ ରୋଚତେ ଶବ୍ଦ ଯୋଗରେ ଚତୁର୍ଥ ବ୍ୟକ୍ତି ହୁଏ, ଯାହାକୁ ରୁଚକର ଲାଗେ ବା ସ୍ୱାଦ ଲାଗେ। ରୋଗିଣୀ ଔଷଧମ୍ ରୋଚତେ ତାମାନେ ଏଠି ରୋଗୀ ଠାରେ ଚତୁର୍ଥ ବ୍ୟକ୍ତି ହେଇଗଲା। ବହି ବହି ଶବ୍ଦ ଯୋଗରେ ପଞ୍ଚମ ବ୍ୟକ୍ତି ହୁଏ। ବହି ଶବ୍ଦର ଅର୍ଥ ବାହାରେ। ଗ୍ରାମାତ୍ ବହି ଶିବ ମନ୍ଦିରମସ୍ତି ଗାଁର ବାହାରେ ଶିବ ମନ୍ଦିରଟି ଅଛି। ସେହିପରି ଶିଶୁ ଶଯ୍ୟାମ୍ ଅଧିଶତେ ଶିଶୁ ଶଯ୍ୟାରେ ଶୋଇଅଛି। ଏଠି ଦ୍ୱିତୀୟ ବିଭକ୍ତି ହେଇଛି। କାହିଁକି ନା ସି ଧାତୁ ପୂର୍ବରୁ ଯଦି ଅଧି ଉପସର୍ଗ ଲାଗେ ସେଠି ସପ୍ତମ ବିଭକ୍ତି ନ ହୋଇ ଦ୍ୱିତୀୟ ବିଭକ୍ତି ହୁଏ। ଶିଶୁ ଶଯ୍ୟାମ୍ ଅଧିଶତେ ଯଦି ଆମେ ସି ଧାତୁ ପୂର୍ବରୁ ଅଧି ଉପସର୍ଗ ଲଗେଇବା ନାହିଁ, ତେବେ ଏଠି ସପ୍ତମ ବିଭକ୍ତି ହବ, ଦ୍ୱିତୀୟ ବିଭକ୍ତି ହବ ନାହିଁ। ଶିଶୁ ଶଯ୍ୟାୟାମ୍ ସେତେ। ଏହିପରି ଆମେ ବାକ୍ୟ ଗଠନ 5ଟି ପ୍ରଶ୍ନର ଉତ୍ତର କରିବା। ଆମେ ଓଡ଼ିଆରେ ଆମର 8ଟି ବାକ୍ୟ ଆସିଥିବ ଟ୍ରାନ୍ସଲେସନ ବା ଅନୁବାଦ। ଆମେ ତାକୁ ସଂସ୍କୃତରେ ଅନୁବାଦ କରିବା। ଆସିଥିବ କବିମାନଙ୍କ ମଧ୍ୟରେ କାଳିଦାସ ଶ୍ରେଷ୍ଠ। କବିଷୁ କାଳିଦାସଃ ଶ୍ରେଷ୍ଠଃ। କେମିତି ହେଲା ନା ନିର୍ଦ୍ଧାରଣେ ସପ୍ତମ ବିଭକ୍ତି ହେଲା। ନିର୍ଦ୍ଧାରଣେ ଷଷ୍ଠୀ ବିଭକ୍ତି ହୁଏ, ନିର୍ଦ୍ଧାରଣେ ସପ୍ତମ ବିଭକ୍ତି ହୁଏ। ହେଲେ ଆମେ ଏଠି ନିର୍ଦ୍ଧାରଣେ ସପ୍ତମ ବିଭକ୍ତି କରିଛେ। ସେହିପରି କ୍ଷମା ସମାନ ଗୁଣ ନାହିଁ, ତାକୁ ଆମେ ସଂସ୍କୃତରେ
ଅନୁବାଦ କରିବା। କ୍ଷମାୟା ସମଃ ଗୁଣ ନାସ୍ତି। ଏଠି ସମ ଶବ୍ଦ ଯୋଗରେ ଷଷ୍ଠୀ ବିଭକ୍ତି ହେଇଛି କ୍ଷମା ଠାରେ। କ୍ଷମାଟା କୋଉ ଶବ୍ଦ ଭଳି ନା ଲତା ଶବ୍ଦ ଭଳି। ଲତା ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନରେ କଣ ଅଛି ନା ଲତାୟା। ଏଠି ହେଲା କ୍ଷମାୟା ସମ ଗୁଣ ନାସ୍ତି। ସୂର୍ଯ୍ୟ ଉଦୟ ହେଲେ ପଦ୍ମ ଫୁଟେ। ଆମେ ଟ୍ରାନ୍ସଲେସନ ସଂସ୍କୃତରେ କରିବାକୁ ଗଲେ ମୁଖ୍ୟତଃ ଆମକୁ କର୍ତ୍ତା କର୍ମ କ୍ରିୟା ଆକୁ ଅନୁଧ୍ୟାନ କରିବାକୁ ପଡିବ ଏବଂ ଆମର କାରକ ବିଭକ୍ତି ଇଏ କୋଉ ବିଭକ୍ତି ଅନ୍ତର୍ଭୁକ୍ତ ତାକୁ ମଧ୍ୟ ଆମକୁ ଜାଣିବାକୁ ପଡିବ। ସୂର୍ଯ୍ୟ ଉଦିତେ ପଦ୍ମମ୍ ବିକଶତି। ସୂର୍ଯ୍ୟ ଉଦିତେ ଏଠି ଭାବେ ସପ୍ତମୀ ହେଲା। ଜଣେ ପଚାରିବ ଭାବେ ସପ୍ତମୀ କିପରି ହଉଛି ନା ଯୋଉ ବାକ୍ୟରେ ଦୁଇଟି କର୍ତ୍ତା ଦୁଇଟି କ୍ରିୟା ରହେ ଆମେ ଜାଣିବା ଏଟା ହଉଛି ଭାବେ ସପ୍ତମୀ। ହିମାଳୟରୁ ଗଙ୍ଗା ବାହାରି ଅଛି। ହିମାଳୟାତ୍ ଗଙ୍ଗା ପ୍ରଭବତୀ। ଏଠି ପ୍ରଭବତୀ ଶବ୍ଦ ଯୋଗରେ ହିମାଳୟ ଠାରେ ପଞ୍ଚମୀ ବିଭକ୍ତି ହେଲା। ଯାଠାରୁ ପ୍ରଥମେ ସୃଷ୍ଟି ହୁଏ ବା ଜାତ ହୁଏ ତାରି ସ୍ଥାନରେ ପଞ୍ଚମ ବିଭକ୍ତି ହୁଏ। ସେହିପରି ଆମେ ସଂସ୍କୃତରେ ତାକୁ ସବୁ କରିବା। ମୁଁ ରଘୁନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଚଳିତ ବର୍ଷ ଯୋଉ ଛାତ୍ରଛାତ୍ରୀ ମାନେ ସଂସ୍କୃତ ନେଇଛ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମୁଁ ରଘୁନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତୁମେ ସମସ୍ତେ ସଂସ୍କୃତରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୁଅ।